ଆଜିର ଭିଡିଓରେ କର୍ନ ବା ମାଛିଆଖିଆ ସମସ୍ୟାର ଉପଚାରକୁ ନେଇ ଆଲୋଚନା କରିବା। ଯଦି ଆପଣଙ୍କର ମାଛିଆଖିଆ ଅଛି ଅର୍ଥାତ୍ କର୍ନ ସମସ୍ୟା ବହୁଦିନ ପୁରୁଣା ହୋଇଗଲାଣି, ବହୁ କ୍ଷେତ୍ରରେ ଆପଣମାନେ ଏହାକୁ ଅନ୍ୟ ଚିକିତ୍ସା ପଦ୍ଧତିରେ ଅପରେସନ କରୁଛନ୍ତି ବା କାଟି ବାହାର କରିଦଉଛନ୍ତି, ପୁଣି କିଛି ଦିନ ପରେ ଯୋଉ କଥାକୁ ସେ କଥା ଆପଣମାନେ ଏମିତି କର୍ନ ବା ମାଛିଆଖିଆ ଜନିତ ସମସ୍ୟାରେ ଯଦି ପୀଡ଼ିତ ଅଛନ୍ତି, ଏଥିପାଇଁ ହୋମିଓପାଥିକର ମଧ୍ୟ ଉପଚାର କରିପାରିବେ। କର୍ନ ମାଛିଆଖିଆ ହୋଇଥିଲେ ସାଧାରଣତଃ ଚର୍ମ ମୋଟା ପଡିବା, ଜଣ ଜଣଙ୍କର ନର୍ମାଲି ରହିବା ସମୟରେ ଏହା କୁଣ୍ଡାଇ ହେବା ଏବଂ ତାକୁ ଜୋରରେ ହାତ ମାରିଲେ ଏହା ଦରଜ କରିବା, ଏମିତିକି ଜଣେ ଜଣେ ଜୋତା ପିନ୍ଧିବା ମଧ୍ୟ କଷ୍ଟସାଧ୍ୟ ହୋଇଯାଏ। ଜୋତା ପିନ୍ଧିଲେ ପାଦକୁ ଦରଜ ଲାଗିବା ବା ଏହା ଯନ୍ତ୍ରଣା ମଧ୍ୟ କରିଥାଏ। ସାଧାରଣତଃ ଏ ଯନ୍ତ୍ରଣା ବିରକ୍ତିକର ମଧ୍ୟ ହୋଇଥାଏ। ଯଦି ଆପଣମାନଙ୍କର କର୍ନ ବା ମାଛିଆଖିଆ ଜନିତ ସମସ୍ୟା ଅଛି, ଯେତେ ପୁରୁଣା ହୋଇଥିଲେ ମଧ୍ୟ ଏହାକୁ ଆପଣମାନେ ହୋମିଓପାଥିକର ଉପଚାର କରିପାରନ୍ତି। ଯେମିତିକି ଏଣ୍ଟିମ୍ କ୍ରୋଡ୍ 30 2 ଠୋପା ସକାଳେ ଏବଂ 2 ଠୋପା ସନ୍ଧ୍ୟାରେ ନିୟମିତ ଭାବରେ ଆପଣ 15-20 ଦିନ ନିଅନ୍ତୁ, ଦେଖିବେ ମାଛିଆଖିଆ ବା କର୍ନ ଜନିତ ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ୍ଣ ରୂପେ ଛାଡି ଯାଇଥିବ। ଆପଣ ହସ ଖୁସିରେ ଥାଆନ୍ତୁ। ପୁଣି ଦେଖା ହେବ ନେକ୍ସଟ ଭିଡିଓରେ।